ଏବେ ବି ଚାଉଳକୁ ନେଇକି ଗୋଟେ ବହୁତ ବଡ଼ ଅପଡ଼େଟ୍ ରେଡ଼ି ସାମ୍ନାକୁ ଆସିସାରିଛି। ମାନେ ଯଦି ବି ଏବେ ଦେଖିବେ ତାହେଲେ ରାସନ କାର୍ଡ଼କୁ ନେଇ ବହୁତ ବଡ଼ ଅପଡ଼େଟ୍ ଆସିଛି। ମାନେ ଇକ୍ୟୁସି ପ୍ରକ୍ରିୟାକୁ ନେଇକି ଏବଂ ମାଗଣା ଚାଉଳକୁ ନେଇକି ମାନେ ଆଜିକାର ଏ ଭିଡ଼ିଓରେ ଆମେ ଜାଣିବା ଆପଣଙ୍କ ପୁରୀ ଏତେ ମାସ ମଧ୍ୟରେ ଆପଣଙ୍କ ମାଗଣା ଚାଉଳ ମିଳିବାକୁ ଯାଉଛି, ଯାହାକି ଆପଣମାନେ ସମସ୍ତେ ଦେଖିପାରିବେ। ମାନେ ଆପଣମାନେ ଦେଖୁଛନ୍ତି ଯେ ଆଜିର ଭିଡ଼ିଓରେ ଆମେ ମାଗଣା ଚାଉଳ ଯୋଜନା ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା। ତା ସହିତ କେଉଁମାନେ ଏହି ସୁବିଧା ପାଇପାରିବେ, କେତେ ଚାଉଳ ମିଳେ, ଇକ୍ୟୁଏସି କାହିଁକି ଦରକାର, ରାସନ କାର୍ଡ଼ରେ କ'ଣ କ'ଣ ଯାଞ୍ଚ କରିବା ଆବଶ୍ୟକ ଏବଂ ଲାଭାର୍ଥୀମାନେ କେଉଁ କଥା ପ୍ରତି ସତର୍କ ରହିବା ଉଚିତ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ନିଶ୍ଚିତ ଭାବରେ ଦେଖିବେ। ଆଉ ଭିଡ଼ିଓଟି ଯଦି ବି ଭଲ ଲାଗିବ ନିଶ୍ଚିତ ଭାବରେ ଭିଡ଼ିଓକୁ ଗୋଟେ ଲାଇକ୍ କରିକି ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିନେବେ। ତ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସନ ବ୍ୟବସ୍ଥା ମାଧ୍ୟମରେ ଯୋଗ୍ୟ ପରିବାରକୁ ମାଗଣା କିମ୍ବା ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇ ଆସୁଛନ୍ତି। କିନ୍ତୁ ଏହି ଯୋଜନା ଦ୍ୱାରା କୋଟି କୋଟି ଲୋକ ଉପକୃତ ହେଉଛନ୍ତି। ମାଗଣା ଚାଉଳ ପାଇବା ପାଇଁ ସର୍ବପ୍ରଥମେ ଯୋଗ୍ୟ ରାସନ କାର୍ଡ଼ ରହିବା ଆବଶ୍ୟକ। ଯଦି ବି ଆପଣଙ୍କ ନାମ ରାସନ କାର୍ଡ଼ରେ ନାହିଁ କିମ୍ବା ତଥ୍ୟ ଭୁଲ ଅଛି, ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ତ ସେଥିପାଇଁ ସମୟ ସମୟରେ ରାସନ କାର୍ଡ଼ର ସୂଚନା ଯାଞ୍ଚ କରନ୍ତୁ। ଅନେକ ସ୍ଥାନରେ ଇକ୍ୟୁଏସି ବାୟୋମେଟ୍ରିକ୍ ସତ୍ୟାପନ ମଧ୍ୟ ଆବଶ୍ୟକ ହୋଇଥାଏ। ଯଦି ସରକାର କିମ୍ବା ସମ୍ପର୍କିତ ବିଭାଗ ଇକ୍ୟୁଏସି କରିବାକୁ ରହିଥାଏ, ତେବେ ସମୟ ମଧ୍ୟରେ ଏହା ପୂରଣ କରନ୍ତୁ। ବିଳମ୍ବ କଲେ ରାସନ ବଣ୍ଟନରେ ସମସ୍ୟା ହୋଇପାରେ। ରାସନ ନେବା ସମୟରେ ମେସିନ୍ରୁ ଆଙ୍ଗୁଠି ଛାପ କିମ୍ବା OTP ସତ୍ୟାପନ ଲାଗିପାରେ। ତେଣୁ ଆଧାର ସହିତ ମୋବାଇଲ ନମ୍ବର ଅପଡ଼େଟ୍ ରଖିବା ଭଲ। ପ୍ରତି ମାସ ନିର୍ଦ୍ଧାରିତ ସମୟରେ ନିକଟସ୍ଥ ରାସନ ଦୋକାନକୁ ଯାଇ ଚାଉଳ ସଂଗ୍ରହ କରନ୍ତୁ। ରାସନ ନେବା ପରେ ରସିଦ ନିଶ୍ଚୟ ନିଅନ୍ତୁ। ଯଦି ନିର୍ଦ୍ଧାରିତ ପରିମାଣରୁ କମ୍ ଚାଉଳ ଦିଆଯାଉଛି କିମ୍ବା କୌଣସି ଅନିୟମିତତା ଦେଖାଯାଉଛି, ତେବେ ସମ୍ପର୍କିତ ଯୋଗାଣ ବିଭାଗରେ ଅଭିଯୋଗ କରନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସୋସିଆଲ ମିଡ଼ିଆରେ ପ୍ରାୟତଃ ମାଗଣା ଚାଉଳ ବନ୍ଦ, ସମସ୍ତଙ୍କୁ ଟଙ୍କା ମିଳିବ, ଚାଉଳ 2 ଗୁଣା ହେଲା ବୋଲି ବିଭିନ୍ନ ଦାବି ଭାଇରାଲ ହୋଇଥାଏ। କିନ୍ତୁ ସବୁ ଖବର ସତ୍ୟ ନାହିଁ। ତେଣୁ କୌଣସି ସୂଚନାକୁ ସରକାରୀ ଘୋଷଣା କିମ୍ବା ବିଶ୍ୱସନୀୟ ସମ୍ବାଦ ଉତ୍ସରୁ ଯାଞ୍ଚ କରିବା ପରେ ହିଁ ବିଶ୍ୱାସ କରନ୍ତୁ। ଆପଣଙ୍କ ପରିବାରରେ ନୂଆ ସଦସ୍ୟ ଯୋଗ ହୋଇଥିଲେ କିମ୍ବା କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଥିଲେ ରାସନ କାର୍ଡ଼ର ତଥ୍ୟ ଅଦ୍ୟତନ କରାନ୍ତୁ। ଏହାଦ୍ୱାରା ଭବିଷ୍ୟତରେ କୌଣସି ସମସ୍ୟା ହେବନି। ବନ୍ଧୁଗଣ, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଭାବେ ଦୁର୍ବଳ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଗାଇବା। ସେଥିପାଇଁ ଯେଉଁମାନେ ପ୍ରକୃତରେ ଯୋଗ୍ୟ ସେମାନେ ମାତ୍ର ଏହାର ଲାଭ ନିଅନ୍ତୁ। ଶେଷରେ ପୁଣି ଥରେ କହିବୁ ଯେ ମାଗଣା ଚାଉଳ ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ସୂଚନା ଆସିଲେ କେବଳ ସରକାରୀ ଘୋଷଣା ଉପରେ ଭରସା କରନ୍ତୁ। ଅପପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ ଏବଂ ନିଜର ଦଲିଲ ପତ୍ର ସବୁବେଳେ ଅପଡ଼େଟ୍ ରଖନ୍ତୁ। ଏହା ଥିଲା ମାଗଣା ଚାଉଳ ଯୋଜନାକୁ ନେଇ ଆଜିର ବିସ୍ତୃତ ସୂଚନା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ଓଡ଼ିଆ ପ୍ରିଭିୟସ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ।